ମୁଁ ସୁଜିତ, ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂତନ ଭିଡ଼ିଓ ସହ, ଯାହାକି ତମମାନଙ୍କର MIL ଓଡ଼ିଆ +2 ସେକେଣ୍ଡ ଇୟରର ବନ୍ଦିର ବିରହ ବ୍ୟଥା, ଯାହାକି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ରଚିତ, ଯିଏକି ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରି ଉତ୍କଳର ଦଧିଚି ଭାବେ ପରିଚିତ, ଦଧିଚି ସଦୃଶ। ଆଉ ସେ ଅନେକ ଗୁଡ଼ିଏ ରଚନା କରିଥିଲେ ତଥା ଉତ୍କଳ ପାଇଁ ବହୁତ ଗୁଡ଼େ ଜିନିଷ କରିଥିଲେ ତଥା ସଂସ୍କୃତି, ସାହିତ୍ୟ, ରାଜନୀତି, ଶିକ୍ଷା କ୍ଷେତ୍ରରେ ମଧ୍ୟ ସେ ଅଗ୍ରଣୀ ଥିଲେ। ତ ସେହି ମହାନ ପୁରୁଷ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜନ୍ମ ହୋଇଥିଲା ପୁରୀ ଜିଲ୍ଲାର ସତ୍ୟବାଦୀ ନିକଟର ସୁଆଣ୍ଡୋ ଗ୍ରାମରେ 1877 ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ତିରୋଧାନ ହୋଇଥିଲା, ମହାପ୍ରୟାଣ ହୋଇଥିଲା କେବେ ନା 1928 ମସିହାରେ। ଏବଂ ସାକ୍ଷୀଗୋପାଳର ବକୁଳ ବନରେ ସେ ଶିକ୍ଷକ ଜୀବନ ଆରମ୍ଭ କରି ସେହି ଦିନଠାରୁ ନିଜର ଦେଶପ୍ରେମ, ଜାତିପ୍ରୀତି, ସେବା ଓ ସାହିତ୍ୟ ଜୀବନ କ୍ରମ ବିକାଶ କରିଥିଲେ। ଦେଶପ୍ରେମକୁ ଆଧାର କରି ସେ ହେଲେ କବି, ସାହିତ୍ୟିକ। ତାଙ୍କର ଅଧିକାଂଶ ସାହିତ୍ୟ ଦେଶଭକ୍ତି, ଜାତିପ୍ରୀତିର ପୃଷ୍ଠଭୂମିରେ ରୀତିଥ। ତାଙ୍କର ସୃଷ୍ଟି ମଧ୍ୟରେ ବନ୍ଦିର ବିରହ ବ୍ୟଥା ହେଲା, ତାପରେ କାରା କବିତା ହେଲା, କି ଧର୍ମପଦ, ଗୋମାହାତ୍ମ୍ୟ, ନଚିକେତା ଉପାଖ୍ୟାନ, ବହୁତ ଗୁଡ଼ିଏ କବିତା, କାବ୍ୟ ରଚନା କରିଛନ୍ତି। ସତ୍ୟବାଦୀ ଯୁଗର ଜଣେ ପୁରୋଧା ତଥା ସତ୍ୟବାଦୀ ପତ୍ରିକାର ସମ୍ପାଦକ, ସମୟର ପତ୍ରିକାର ପ୍ରଚଳନ କରିଥିଲେ ଗୋପବନ୍ଧୁ। ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରିଥିଲେ 1909 ମସିହା ଏବଂ 9 ଜଣ ଶିଷ୍ୟକୁ ନେଇ ଆରମ୍ଭ କରିଥିଲେ। ଏବଂ ଆଲୋଚ୍ୟ ବନ୍ଦିର ବିରହ ବ୍ୟଥା କବିତାଟି ଗୋପବନ୍ଧୁଙ୍କର କାରା କବିତା ସଂକଳନ ସଂଗୃହୀତ। ଯେତେବେଳେ ସେ ହଜାରିବାଗ ଜେଲରେ ଥିଲେ 1923-24 ମସିହାରେ, ସେ ସମୟରେ ଏହି କବିତାଟି ରଚନା କରିଛନ୍ତି। ସେହି ସଂକଳନର ଗୋଟେ ଛୋଟିଆ ଅଂଶ ଆମେ କହିପାରିବା। କବିତାରେ କବି ବାହ୍ୟ ପ୍ରକୃତି ସହ ଅନ୍ତଃପ୍ରକୃତିର ସମନ୍ୱୟ କବିତାଟିକୁ ଅଧିକ ମର୍ମସ୍ପର୍ଶୀ କରିପାରିଛି। ତ କବିତାର ସାରାଂଶଟି କ'ଣ? ତ ଆମେ ଯେତେବେଳେ ଦେଖୁଛେ, ଯେତେବେଳେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ତାଙ୍କୁ ହଜାରିବାଗ ଜେଲକୁ ନିଆଯାଇଥିଲା, ତ ଏହି ସମୟରେ କ'ଣ ହେଇଛି ନା, ସନ୍ଧ୍ୟା ସମୟରେ ସେ କ'ଣ କରିଛନ୍ତି, ଗୋଟେ କବିତା ରଚନା କରିଛନ୍ତି। ତୁଳନାତ୍ମକ ମାଧ୍ୟମରେ ସେ କହିଛନ୍ତି ଯେ ବନ୍ଦିର ବିରହ ବ୍ୟଥା। ବନ୍ଦିର ଅର୍ଥାତ୍ ସେ ନିଜେ ବନ୍ଦୀ ଯେ ଥାଏ ଜେଲରେ। ବିରହ ଅର୍ଥାତ୍ ବିଚ୍ଛେଦର ବ୍ୟଥା, ତାଙ୍କର କଷ୍ଟ ଯନ୍ତ୍ରଣା କୁ ସେ ଏଠାରେ ଉଲ୍ଲେଖ କରିଛନ୍ତି। ତ ଏଠାରେ କାରା କବିତା ସଂକଳନରୁ ତ ଆସିଛି, ଆମେ ସମସ୍ତେ ଜାଣିଲେ ଯେ ସୁଦୂର ବିହାରର ହଜାରିବାଗ ଜେଲରେ ବନ୍ଦୀ ଥିବା ବେଳେ କବି ନିଜର ଆତ୍ମୀୟ ସ୍ୱଜନଙ୍କ ଠାରୁ କିଭଳି ବିଚ୍ଛେଦ ଅଛନ୍ତି, ତାଙ୍କର ଦୁଃଖଙ୍କୁ ସେ ମ୍ରିୟମାଣ ହୋଇପଡ଼ିଛନ୍ତି। ସେହି ସମୟରେ ଥିବା ବାସନ୍ତିକ ମଧୁର ମୁହୂର୍ତ୍ତ, ଦିନର ଅନ୍ତିମ ଅବସ୍ଥାରେ ସୂର୍ଯ୍ୟ ଅସ୍ତଗାମୀ ହେଉଛନ୍ତି, ସେ ଅସ୍ତଗାମୀ ସମୟକୁ ନେଇ ହିଁ ସେ ଲେଖିଛନ୍ତି ତୁଳନାତ୍ମକ ମାଧ୍ୟମରେ ତାଙ୍କର ବିଚ୍ଛେଦ ଜନିତ ଦୁଃଖକୁ। ବିଦାୟକାଳୀନ ସୂର୍ଯ୍ୟଙ୍କର ଅସ୍ତରାଗ ଦେଖି ପକ୍ଷୀମାନ ଗୁଡ଼ିକ ନିଜ ବସାକୁ ପ୍ରତ୍ୟାଗମନ କରୁଛନ୍ତି। ତରୁଗିରିର ଛାୟା ବିସ୍ତାର କରି ପାଦପମାନେ ସୂର୍ଯ୍ୟଙ୍କୁ ସଭକ୍ତି ପ୍ରଣାମ ନିବେଦନ କରିଥାଏ। ଅନୁଗତ ଭୃତ୍ୟଠାରେ ସମ୍ରାଟ ମୁକୁଟ ବାନ୍ଧି ଦେଲାପରି ସୂର୍ଯ୍ୟତରୁ ମସ୍ତକରେ ହେମବରଣୀ ପାଟ କରୁଛନ୍ତି। ତ ବିଦାୟକାଳୀନ ସୂର୍ଯ୍ୟଙ୍କର ଅସ୍ତ ହେଇଛି, ତ ସୂର୍ଯ୍ୟଙ୍କର ଅସ୍ତ ଘଟିଛି, ପକ୍ଷୀମାନେ ନିଜ ଘରକୁ ଚାଲି ଯାଉଛନ୍ତି ତଥା ତରୁଗିରିର ଛାୟା ବିସ୍ତାର କରି ପାଦପମାନେ ସୂର୍ଯ୍ୟଙ୍କୁ ସଭକ୍ତି ପ୍ରଣାମ ନିବେଦନ କରୁଛନ୍ତି। ଅର୍ଥାତ୍ ଗୋଟେ ଗଛ ଥିବ, ଗଛରୁ ଯେତେବେଳେ ସୂର୍ଯ୍ୟଙ୍କ ଛାଇ ପଡ଼ିବ, ସେଥିରେ କ'ଣ ହେଇଥିବ ନା ଗୋଟେ ଛାଇ ଆସିଥିବ। ସେଇ ଛାଇକୁ କ'ଣ କହୁଛନ୍ତି ନା, କବି ସୂର୍ଯ୍ୟଙ୍କୁ ପ୍ରଣାମ କରିବା ସଦୃଶ ବର୍ଣ୍ଣନା କରିଛନ୍ତି। ଅନୁଗତ ଭୃତ୍ୟଠାରେ ଯେତେବେଳେ ସମ୍ରାଟ ମୁକୁଟ ବାନ୍ଧି ଦେଲାପରି ସୂର୍ଯ୍ୟ ତରୁ ମସ୍ତକରେ ହେମବରଣୀ ପାଟ ପ୍ରଦାନ କରିଛନ୍ତି। ଯେଭଳି ଜଣେ ବିଶ୍ୱସ୍ତ ଭୃତ୍ୟ ବା ଆମେ ଚାକରତ୍ୱ କହିପାରିବା, ଜଣେ ଦାସ ଠାରେ ସମ୍ରାଟ ମୁକୁଟ ବାନ୍ଧି ଦେଲାପରି ସୂର୍ଯ୍ୟ ତରୁ ମସ୍ତକରେ ହେମବରଣୀ ପାଟ ପରିଧାନ କଲାପରି
ପ୍ରଦାନ କଲା ବୋଲି ଦେଖାଯାଉଛି। ଅସ୍ତଚଳ ସୂର୍ଯ୍ୟ ଉଚ୍ଚାସନେ ବସି ଅର୍ଥାତ୍ ପାହାଡ଼ରେ ବସି ଅସ୍ତ ସମୟରେ ଚତୁର୍ଦିଗକୁ ଚାହିଁ ସ୍ନେହ ପରବେଶ ହୋଇ ହସୁଥାନ୍ତି। ଅର୍ଥାତ୍ ଚତୁର୍ଦିଗ ଅସ୍ତାଚଳ ସୂର୍ଯ୍ୟ ଅର୍ଥାତ୍ ପାହାଡ଼ରେ ଉଚ୍ଚାସନରେ ବସି ଅସ୍ତ ସମୟରେ ଚତୁର୍ଦିଗକୁ ଚାହିଁ ସେ ସ୍ନେହ ପରବଶ ହୋଇ ହସୁଥାନ୍ତି। ଚତୁର୍ଦିଗକୁ ଦେଖି ସେ ହସୁଥାନ୍ତି। ପଶ୍ଚିମ ଦିଗରେ ସୂର୍ଯ୍ୟ ଥାଇ ପୂର୍ବ ଦିଗରେ ନିଜର ରୂପ ଛବିକୁ ସନ୍ଦର୍ଶନ କରିଥାନ୍ତି। ପଶ୍ଚିମ ଦିଗରେ ସୂର୍ଯ୍ୟ ଥାଇ ପୂର୍ବ ଦିଗରେ ନିଜର ରୂପ ଛବିକୁ ସନ୍ଦର୍ଶନ କରୁଛନ୍ତି। ପୁଣି ଥରେ ସେ ସେଠାରେ ଉଇଁବେ ନା। ପବନରେ ହିଲ୍ଲୋଳ ତନୁ ମନକୁ ଆହ୍ଲାଦିତ କରିଥାଏ। ଧୀର ସମୀରଣ ଅସ୍ପଷ୍ଟ ଗୁଞ୍ଜରଣରେ ସେ ଫେରିବାର ପ୍ରତ୍ୟାଶା ରଦ୍ଧ ଥାଏ। ପୁଣି ସେ ଫେରିବ। କବିଙ୍କ ଭାଷାରେ ସମୀରଣ ମୃଦୁ ମର୍ମରେ ପ୍ରେମ ଅସ୍ପଷ୍ଟ ଗୀର କହନ୍ତି ଅଚିରେ ଫେରିବି ଧନି ନୁହେଁ କାତର। ତ ସମୀରଣକୁ ସେ କହୁଛନ୍ତି ମୁଁ ପୁଣି ଥରେ ଫେରିବି ବୋଲି। ସୂର୍ଯ୍ୟଙ୍କର ଅସ୍ତାଚଳ ଦେଖି ଚତୁର୍ଦିଗ ହୃଦୟର ଛାୟା ପ୍ରସରି ହୋଇଥାଏ। ବିଷାଦର କାଲିମାରେ ସମସ୍ତେ ଆଚ୍ଛାଦିତ। ଏ ଦୁଃଖରେ ସମସ୍ତେ ଆଚ୍ଛାଦିତ। ବିଷାଦର ମାର୍ମିକ ଚେତନାକୁ କବି ପ୍ରକୃତି ମଧ୍ୟରେ ଉପଲବ୍ଧି କରିଛନ୍ତି। କେବଳ ଏହି ଦୁଃଖର ଭାବାବେଗକୁ ଅନୁଭବ ହିଁ ଜାଣିପାରେ। କବି ପ୍ରିୟଜନ ପାଖରୁ ଦୂରେଇ ପ୍ରିୟଜନ ଠାରୁ ଦୂରେଇ ଯାଇଛନ୍ତି। ନିଜର ଆତ୍ମୀୟ ସ୍ୱଜନ ନିଜ ପ୍ରିୟ ଲୋକମାନଙ୍କ ଠାରୁ ଦୂରେଇ ଥିବାର ଅନ୍ତରାତ୍ମା କାନ୍ଦି ଉଠିଛି। ଯେତେବେଳେ ପ୍ରିୟଜନଙ୍କ ବିରହରେ କବି କ'ଣ କରିଛନ୍ତି ନା ହୃଦୟକୁ ଦାରୁଣ ବ୍ୟଥା ଦେଇଛନ୍ତି। ତାଙ୍କ ସ୍ମୃତିରେ ଖେଳି ଯାଇଛି ବିଗତ ଦିନର ତିକ୍ତ ମଧୁର ଅନୁଭୂତି। ତାଙ୍କ ମନ ମଧ୍ୟକୁ ଚାଲି ଆସି ସେଇ ଦୃଶ୍ୟ ଗୁଡ଼ାକ ଯେ ସେ କିଭଳି ଭାବରେ ଆଗରୁ ବହୁତ ଗୁଡ଼ିଏ ତିକ୍ତ ମଧୁର ଅନୁଭୂତି ଥିଲା ତାଙ୍କର। ସନ୍ଧ୍ୟା ଉପଗତ ଜାଣି ସିପାହୀ ତାଙ୍କୁ ବ୍ୟସ୍ତ ବିବ୍ରତ କରିବା ଫଳରେ କବି ବିରହ ଜ୍ୱାଳାରେ ଜର୍ଜରିତ ହୋଇଯାଇଛନ୍ତି। ବିଚ୍ଛେଦ ଜ୍ୱାଳାରେ ଜର୍ଜରିତ ହୋଇଯାଇଛନ୍ତି। ସେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ନିର୍ନିମେୟ ନୟନରେ ଉପଭୋଗ କରିବାର ଇଚ୍ଛା ପୋଷଣ କରିଛନ୍ତି। ଯେ ପ୍ରକୃତିକୁ ଆଉ ଟିକେ ଅନୁଭବ କରିବା ପାଇଁ ସେ ଚେଷ୍ଟା କରିଛନ୍ତି। ତ କବିଙ୍କ ଭାଷାରେ ଏ ବିରହ ଦୃଶ୍ୟ ଦିଅନ୍ତି ବନ୍ଦୀ ପରାଣେ ବ୍ୟଥା ପଲକେ ପଲକେ ପଡ଼ଇ ମନେ କେତେ କି କଥା ସମ୍ଭାଳ ଟିକିଏ ସିପାହୀ ଚାବି ନଦିଅ ଦୁଆରେ ପ୍ରଣୟ ପ୍ରଭାବ ଦେଖିବି କ୍ଷଣେ ରହି ବାହାରେ। ତ ବିରହ ଦୃଶ୍ୟ ବନ୍ଦୀଙ୍କର ପରାଣରେ ବ୍ୟଥା ଦେଉଛି, କଷ୍ଟ ଦେଉଛି, ଯନ୍ତ୍ରଣା ଦେଉଛି। ପୁଣି ଟିକେ ଟିକେ କ'ଣ ହେଉଛି ତାଙ୍କର ମନେ ପଡ଼ିଯାଉଛି ବହୁତ ଗୁଡ଼ିଏ ସ୍ମୃତି। ସମ୍ଭାଳ ଟିକିଏ ସିପାହୀ ଚାବି ନଦିଅ ଦ୍ୱାରେ। ତାପରେ ଯେତେବେଳେ ସିପାହୀ କହୁଛି ସିପାହୀକୁ ଚାବି ନ ଦେବା ପାଇଁ କହୁଛି ଆଉ ଟିକେ ସେ ପ୍ରଣୟକୁ ପ୍ରଭାବକୁ ଦେଖି ଟିକେ ଅନୁଭବ କରିବେ ପ୍ରକୃତି ସହ। ତ ଆଖିର ପଲକ ମାତ୍ରେ କବିଙ୍କର ପ୍ରିୟଜନଙ୍କ କଥା ମନେ ପଡ଼ି ହୃଦୟକୁ ବିରହ ବ୍ୟଥାରେ ବ୍ୟଥିତ କରିବ ବିଧିର ବିଧାନ ରହସ୍ୟମୟ। ମନୁଷ୍ୟର ଲାଳ ଲିଖନକୁ କପାଳ ଲିଖନକୁ କେହି ଅସ୍ୱୀକାର କରିପାରିବେ ନାହିଁ। କେହି ପରିବର୍ତ୍ତନ କରିପାରିବେ ନାହିଁ। ଅଦୃଶ୍ୟ କର୍ତ୍ତାଙ୍କର ହସ୍ତରେ ଥାଏ ଅଦୃଶ୍ୟ ଭବିଷ୍ୟତ। ତାହା କେବଳ ସେ ପ୍ରଭୁଙ୍କ ସେଇ ଭଗବାନଙ୍କ ଉପରେ ଜଣା। ତାଙ୍କର ନୀରବ ନିର୍ଦ୍ଦେଶରେ ଏ ସଂସାର କ୍ରିୟାଶୀଳ। ତାଙ୍କର ବ୍ୟତୀତ ସବୁକିଛି ଅର୍ଥହୀନ ନିରର୍ଥକ। କୌଣସି ଅର୍ଥ ନାହିଁ। କୌଣସି ଅଦୃଶ୍ୟ କର୍ତ୍ତା ପ୍ରଣୟ ରୂପକ ପୀୟୁଷରେ ବିରହ ରୂପକ ବିଷ ଭରି ଦେଇଛନ୍ତି। ଏହା ହିଁ ବିଶ୍ୱବାସୀଙ୍କ ପ୍ରତି ଏକ ବିଚିତ୍ର ବିଧି। ସୂର୍ଯ୍ୟ ଓ ପଦ୍ମର ପ୍ରେମ ସତ୍ୟ ଶିବ ସୁନ୍ଦରର ରହସ୍ୟ। ଯେଭଳି ଆମେ ଦେଖୁଛେ ଯେ ସୂର୍ଯ୍ୟ ଉଦୟ ହେଲେ ହିଁ ପଦ୍ମ ଫୁଟେ। ସେହି ରହସ୍ୟ ହିଁ ବିଶ୍ୱବିଧାତାଙ୍କୁ ଜ୍ଞାତ। କବି ପ୍ରିୟଜନ ପ୍ରିୟ ସ୍ଥାନକୁ ଛାଡ଼ି ହଜାରିବାଗ ଜେଲରେ ବନ୍ଦୀ ଜୀବନ କଟାଉଥିଲେ। ତାଙ୍କ ହୃଦୟ ବିରହ ବିଷମ ବିଷରେ ଘାରି ହେଉଥାଏ। ଅର୍ଥାତ୍ ବିଷୟର ବିଷରେ ଘାରି ହୋଇଯାଉଛି। କବି ପ୍ରକୃତିର ଅପରୂପ ଛବିରେ ଭାବବିହ୍ୱଳ ହୋଇଥାନ୍ତି। ବେଳ ରତରତ ହୋଇଯିବା ସମୟରେ ସୂର୍ଯ୍ୟ ବୁଡ଼ିଯିବା ପାଇଁ ବସିଥାନ୍ତି। ସିପାହୀଙ୍କ ଉଦ୍ଦେଶ୍ୟ କବିଙ୍କ ଉକ୍ତି ଥିଲା ଏହିପରି। ଦେଖ ରତରତ ହୁଅଇ ରବି ଏବେ ଗଗନେ ଆଉ ଟିକିଏ ମୁଁ ବୁଲିବି ଏହି କାରା ପ୍ରାଙ୍ଗଣେ। ଦେଖ ରତରତ ହୁଅଇ ରବି ଏବେ ଗଗନେ ଆଉ ଟିକିଏ ମୁଁ ବୁଲିବି ଏହି କାରା ପ୍ରାଙ୍ଗଣେ। ତ କବି କକ୍ଷରୁ ଫେରିଯିବାର ନିର୍ଘଣ୍ଟ
ଗୋଧୂଲି ସମୟର ହୋଇନଥିବା ହେତୁ ବନ୍ଦୀ ପ୍ରାଙ୍ଗଣରେ ପ୍ରକୃତିର ଲାସ୍ୟମୟୀ ରୂପରେ ବିଷାଦରୁ ଦୂରୀଭୂତ କରିବା ଭାବନାରେ କବି ସିପାହୀଙ୍କୁ କଟାଳ ନ କରିବାକୁ କହିଛନ୍ତି। ନିଷ୍ଠୁର ନିର୍ଦ୍ଦୟ ହୃଦୟ ଭାବରେ ଯମଦୂତ ସହ ସିପାହୀକୁ ତୁଳନା କରିଛନ୍ତି। ସେ ନିଷ୍ଠୁର ବୋଲି କହୁଛନ୍ତି, ନିର୍ଦ୍ଦୟ ବୋଲି କହୁଛନ୍ତି। ସେ ଦୟା ନାହିଁ, ନିଷ୍ଠୁରତା ନାହିଁ ତା ପାଖରେ। ତୁଳନା କବି କରିଛନ୍ତି। ତାପରେ କବିଙ୍କର ବନ୍ଦୀକାଳୀନ ବିରହ ବ୍ୟଥା ସମସ୍ତଙ୍କୁ ମୁଗ୍ଧ ତଥା ମନ୍ତ୍ରୀବୁଦ୍ଧ କରିଛନ୍ତି। ତ ପୁଣି ଦେଖା ହେବା ଆଉ ଗୋଟିଏ ନୂଆ ଭିଡ଼ିଓରେ। ରହିଲି, ନମସ୍କାର। ଜୟ ହିନ୍ଦ, ବନ୍ଦେ ମାତରମ୍, ବନ୍ଦେ ଉତ୍କଳ ଜନନୀ। ଥ୍ୟାଙ୍କ ୟୁ, ଟାଟା।